समस्त को आनुष्ठानिक भाव में स्वागत करुँची शुभेच्छा जनाऊँगी आज शुभ अवसर में आम जातीय पताका आमर उत्तोलन हो सारी आमर स्कूल परिचालना कमिटी नूतन भाव में आम परिचालना कमिटी सभापति बलराम मेहर द्वारा पताका उत्तोलन हो आमर मुख्य अतिथि तेणु यही शुभ अवसर में मुझे किसी दुई छात्र छात्री उद्देश्य उद्बोधन देवाई अनुरोध कर आज यही पवित्र उत्सव सम्मान्य उभय स्कूल प्रधान शिक्षक स्कूल शिक्षक शिक्षयित्री ग्रामर भद्र व्यक्ति माँ भौणी मोर छात्र छात्री आज 79तम स्वाधीनता दिवस यही अवसर में मुझे कहवाई चाहूँगी मो धन्यवाद करुँगी मो प्रथम थर भाई आज यही स्वाधीनता दिवस मुख्य अतिथि रूपे अच्छी 1947 मसीहा अगस्ट 15 आम भारत स्वाधीन था तार आगु अनेक शह शह वर्ष इंग्रेज शासन लिप्त था आम भारत अनेक संग्रामी जीवन बलिदान देकर आम भारत के स्वाधीन करते सुभाष चंद्र बोस जवाहरलाल नेहरू आदि अनेक महापुरुष तांकर संगे साथ देकर आमर भारत के स्वाधीन करवार लगी बहुत योगदान अच्छे आउर बलिदान जेन पराक्रमटा देखन आमर भारत के स्वाधीन कर आज शांति भारत स्वाधीनता लाभ कर शांति आम अच्छू तांकर गुणगान करने आजिका ये गोटे आमर स्वाधीनता दिवस उपलक्षे आम पालन करुँ से महापुरुष को कोटि कोटि नमन आगे कहीकर मोर माणी के भारत माता की जय। वर्तमान
ଆମର ତ ଗାଁ ପରିକ୍ରମା କାର୍ଯ୍ୟକ୍ରମ ରହିଛି। ତେଣୁ এই শুভ অবসরের ମୁଁ ଆମ ସ୍ଥାନୀୟ MS ସ୍କୁଲର ପ୍ରଧାନ ଶିକ୍ଷକ ମଲ୍ଲିକ ସାର୍ଙ୍କୁ ସଂକ୍ଷେପରେ ଦୁଇ ପଦ କହିବା ପାଇଁ ନିବେଦନ କରୁଛୁ। ଧନ୍ୟବାଦ। ସମ୍ମାନୀୟ ମୁଖ୍ୟ ଅତିଥି, এই উচ্চ বিদ্যালয়ের প্রধান শিক্ষক, শিক্ষক শিক্ষয়িত্রীবৃন্দ, আমন্ত্রিত অতিথি, প্রিয় ছাত্রছাত্রী, আজির এই পবিত্র শুভ অবসরের সমস্ত প্রথমে মোর হার্দিক অভিনন্দন আর শুভকামনা। যে বীরপুরুষ মানଙ୍କର অদম্য প্রচেষ্টা, অবিরাম সংঘর্ষ এবং স্বার্থত্যাগ বଳରେ ଆମେ ମୁକ୍ତି ଲାଭ କରିଛୁ, ସେଇମାନଙ୍କୁ ମୋର ଭକ୍ତିପୂତ ଶ୍ରଦ୍ଧାଞ୍ଜଳି। ବାସ୍ତବିକ ଆଜି ଦିନଟି ଆମ ପାଇଁ ହେଉଛି ଗୋଟିଏ ଗର୍ବ ଆଉ ଗୌରବର ଦିବସ। କାହିଁକିନା ଆମେ ସମସ୍ତେ ଜାଣୁ 1947 ମସିହା ଆଜିକାର ଦିନରେ ଆମେ ଅତ୍ୟାଚାରୀ ବ୍ରିଟିଶ ଶାସନ କବଳରୁ ମୁକ୍ତି ଲାଭ ପାଇଛି। ତ ଏଠି ଗୋଟିଏ କଥା ମୁଁ କହି ରଖିବି ଯେ ସେଦିନ ଯେଉଁ ଆମେ ସ୍ୱାଧୀନତା ଲାଭ କଲେ, সেই ସ୍ୱାଧୀନତା ପାଇଁ ହଜାର ହଜାର ଲୋକ ତାଙ୍କର ଆତ୍ମ ବଳି ଦେଇଛନ୍ତି, ଆଉ ହଜାର ହଜାର ଲୋକ କାରାବଦ୍ଧ ହୋଇ ନିଜର ଜୀବନ ଅତିବାହିତ କରିଛନ୍ତି କାରାଗୃହର ଚାରିକାନ୍ଥରେ। ଆଉ ଅନେକ ସଂଗ୍ରାମୀ ହସି ହସି ଫାଶୀ କୁଣ୍ଡରେ ନିଜର ଜୀବନ ଦେଇଛନ୍ତି ଆମର ଦେଶ ମାତୃକାର ଉଦ୍ଧାର ପାଇଁ। ତ ମୋର କହିବା ଅର୍ଥ ହେଲା ଯେ ଏତେ କଷ୍ଟରେ ଆମେ ଯେଉଁ ସ୍ୱାଧୀନତା ହାସଲ କରିଛୁ, ସେଥିପାଇଁ ଆମର ମଧ୍ୟ କର୍ତ୍ତବ୍ୟ ରହିଛି ଦେଶକୁ ବିକାଶ ଦିଗରେ ଆଗେଇ ନେବା ପାଇଁ। ଦେଶର ବିକାଶରେ ସାମିଲ ହେବା ଆମ ସମସ୍ତଙ୍କର ପରମ କର୍ତ୍ତବ୍ୟ। ଆଉ ଆମେ ସମସ୍ତେ ଆଜି ବଦ୍ଧ ହେବା ଉଚିତ ଯେ ଆମେ ଆମର ଭାରତ, ଆମର ପୁଣ୍ୟ ଜନ୍ମଭୂମି ଭାରତକୁ ଆମେ ବିକାଶ ଦିଗରେ ଆଗେଇ ନେବା। ଆଉ ପିଲାମାନେ, ତୁମେ ଦେଶର ଭବିଷ୍ୟତ, ତୁମ ହାତରେ ଦେଶର ରୂପରେଖ ନିର୍ଭର କରେ। ତ ଏଥିରେ ଜାଣି ରଖିବା ଉଚିତ ଯେ ଦେଶର ବିକାଶ ପାଇଁ ଯେଉଁ ପ୍ରଥମ ଜିନିଷଟା ଆବଶ୍ୟକତା, ସେଇଟା ହେଉଛି ସ୍ୱାର୍ଥ ତ୍ୟାଗ। ଯୁବଶକ୍ତି ଦେଶର ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି। ଆର୍ ତୁମେମାନେ ହେଉଛ ଆଗାମୀ କାଳର ଯୁବଶକ୍ତି। ସେଥିପାଇଁ ଆମେ ଆମକୁ ଗଢ଼ି ତୋଳିବା। ଆମ ଜୀବନଟା କର୍ମମୟ ଅଛି, ଆଉ କର୍ମମୟ ଜୀବନରେ ସତ୍କର୍ମ କଲେ ମଣିଷ ଉଚ୍ଚ ଆସନ ଲାଭ କରିଥାଏ ଏବଂ ଅସତ୍ କାମ କଲେ ରସାତଳକୁ ଠେଲି ନେଇଯାଇଥାଏ। ତେଣୁ ଆମେ ମନେ ରଖିବା ଉଚିତ ଆଜିର ଦିନରେ ଯେ ଗୋଟିଏ ପିଢ଼ି ଯେଉଁଭଳି କାର୍ଯ୍ୟ କରିଥାଏ, ତାର ପରବର୍ତ୍ତୀ ପିଢ଼ିକୁ ସେହି ଅନୁଯାୟୀ ଫଳ ପ୍ରାପ୍ତି କରିଥାଏ। ତେଣୁ ଆମେ କୌଣସି ଏପରି ମନ୍ଦ କାମ କରିବା ନାହିଁ ଯେପରି ପରବର୍ତ୍ତୀ ପିଢ଼ି ଆମକୁ ସେଥିପାଇଁ ଦାୟୀ କରିବ। ଆଜକୁ 8 ଦଶନ୍ଧି ବିତି ଯାଇଥିଲେ, ସ୍ୱାଧୀନ ପାଇବାର 8 ଦଶନ୍ଧି ବିତି ଯାଇଥିଲେ ମଧ୍ୟ ଆମ ଦେଶରେ ନିରକ୍ଷର, ଅସ୍ପୃଶ୍ୟତା ଆଉ କୁସଂସ୍କାର ଭଳି ହୀନମାନ୍ୟ ମାନସିକତା ରହିଛି। ତା ସହିତ ଦୁର୍ନୀତି ରୂପକ ରାକ୍ଷସ ଆମ ମଣିଷ ସମାଜକୁ ଯନ୍ତ୍ରଣା ଜର୍ଜରିତ କରିଛି। ତ এই ସବୁକୁ যে পর্যন্ত ଆମ ସମାଜରୁ, ଆମ ଦେଶରୁ ଆମେ ଦୂର ନ କରିଛୁ, ସେ ପର୍ଯ୍ୟନ୍ତ ଆମ ଦେଶ ଅଗ୍ରଗତି କରିବ ନାହିଁ। ତେଣୁ ସେଥିପ୍ରତି ସବୁବେଳେ ଆମେ ସଚେତନ ରହିବା। ଆଉ ଆଜିର ଦିବସରେ ମୁଁ କେବଳ ଏତିକି କହିବି ଯେ କେବଳ ନିଜର ହିତ ନୁହେଁ, ଦେଶର ହିତ ସାଧନ କରିବା ପାଇଁ ଆମେ ସମସ୍ତେ ବଦ୍ଧପରିକର ହେବା। ଏବଂ ଶେଷରେ ମୁଁ ଏତିକି କହିବି ଯେ ଆଜିର ଦିବସଟି ସମସ୍ତଙ୍କ ମନରେ
ଧରି ରଖୁ ଯେ ଆମେ ଆମର ସୁନାର ଭାରତକୁ କିଭଳି ବିଶ୍ୱ ଦରବାରରେ ଗୋଟିଏ ବିକଶିତ ରାଷ୍ଟ୍ରରେ ପରିଣତ କରି ଛିଡ଼ା କରାଇବା ଆଉ ସେଥିପ୍ରତି ସବୁବେଳେ ସଚେତନ ରହିବା। ଏତିକି କହି ମୁଁ ମୋର ବକ୍ତବ୍ୟ ଏଠି ବିରାମ ଦେଉଛି। ଜୟ ହିନ୍ଦ। ଆସନ୍ତା ଭବିଷ୍ୟତର ନାଗରିକ ସମସ୍ତ କୁନି କୁନି ସ୍ନେହର ଛାତ୍ରଛାତ୍ରୀ ଆମ ଷ୍ଟେଜ ଉପରେ ଛିଡ଼ା ହୋଇଥିବା ସିଂପାଲିର ଗୁଣୀ ସମସ୍ତ ଶିକ୍ଷାବିତ ଆମ ଉଭୟ ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀ ତଥା ପରିଶେଷରେ ଆଜିର ମୁଖ୍ୟ ଆକର୍ଷଣ ଯିଏ ପତାକା ଉତ୍ତୋଳନ କଲେ ସ୍କୁଲର ସଭାପତି। ତାପରେ ଆମେ ଅନେକ ଗୁଡ଼ିଏ ବିଶିଷ୍ଟ ଅତିଥି ଆମ ଗହଣରେ ଅଛନ୍ତି। ସେମାନଙ୍କ ଟିକେ ଆଜି ଦିନରେ ପରିଚୟ କରିଦେବାଟା ଠିକ୍ ହେବ। କାହିଁକି ଆମ ପୂର୍ବତନ ସଭାପତି ତଥା ବିଶିଷ୍ଟ ଆଇନଜୀବୀ ଆମ ବୈକୁଣ୍ଠ ମେହେର ମଧ୍ୟ ଆମ ଗହଣରେ ଅଛନ୍ତି। ଆମ ପୂର୍ବତନ ସଭାପତି ତଥା ଆଲୁମିନି କମିଟିର ସଭାପତି ଭରତ ମେହେର ମଧ୍ୟ ଷ୍ଟେଜ ଉପରେ ଅଛନ୍ତି। ତାପରେ ଆମ ଗାଁର ଗ୍ରାମମଙ୍ଗଳ କମିଟିର ସଭାପତି ଶିବ ବାବୁ ଏ ମଧ୍ୟ ଆମ ଅନୁରୋଧ ରକ୍ଷା କରି ଆମ ପାଖରେ ଉପନୀତ ଅଛନ୍ତି। ତେଣୁ ସମସ୍ତ ମା ଭଉଣୀ ସମସ୍ତଙ୍କୁ ପୁଣି ଆଜିର ଏହି ଶୁଭ ଅବସରର ଆନ୍ତରିକ ଶୁଭେଚ୍ଛା ଜ୍ଞାପନ କରି ମୁଁ 2-3 ପଦରେ ମୋର ବକ୍ତବ୍ୟକୁ ସମାପ୍ତ କରୁଛି। ଅନେକ ସ୍ୱାଧୀନତା ଦିବସ ଆମ ଜୀବନରେ ପାଳନ କଲୁଣି, ତ ଆମ ପାଇଁ ଏହା ଗୋଟେ ଗତାନୁଗତିକ ହୋଇଗଲାଣି। କିନ୍ତୁ ଛାତ୍ରଛାତ୍ରୀମାନେ ତୁମମାନଙ୍କ ଉଦ୍ଦେଶ୍ୟରେ 2 ପଦ ଖାଲି କଥା କହିବି, ତୁମେ ଟିକେ ମନ ଦେଇ ଶୁଣ। କଥା ହେଉଛି ସ୍ୱାଧୀନତାର ଅର୍ଥ ବିଶୃଙ୍ଖଳା ନୁହଁ। ଆଜି ଛାତ୍ରଛାତ୍ରୀମାନଙ୍କ ଭିତରେ ଗୋଟେ ସ୍ୱାଧୀନତାର ଆମେ ସ୍ୱାଧୀନ ବୋଲି କହୁଛୁ ନିଜକୁ, କିନ୍ତୁ ଆମେ କୌଣସି ପ୍ରକାରରେ ବି କୌଣସି ବନ୍ଧନରେ ଆଜି ନାହୁଁ। ନା ଆମେ ଶିକ୍ଷକ ଶିକ୍ଷୟିତ୍ରୀ ବାପା ମା କାହାରି କଥା ଶୁଣୁଛୁ। ଆମେ ସ୍ୱାଧୀନ ଦେଶର ନାଗରିକ ଭାବରେ ଆମକୁ ଯାହା ଇଚ୍ଛା ତାହା କରୁଛୁ। ଏହା ଗୋଟେ ଭୁଲ କଥା। ତେଣୁ ଏହି ଜାତୀୟ ପତାକା ତଳେ ମୁଁ ସମସ୍ତ ଛାତ୍ରଛାତ୍ରୀମାନଙ୍କର ଉଦ୍ଦେଶ୍ୟରେ ଗୋଟେ ନିବେଦନ କରୁଛି ଏବଂ ଶପଥ କରିବା ପାଇଁ ତାମାନେ ଅନୁରୋଧ କରୁଛି ଯେ ଆମେ ଆଜି ଦିନଠାରୁ କୌଣସି ପ୍ରକାରର ବିଶୃଙ୍ଖଳା କୌଣସି ସ୍ଥାନରେ କରିବା ନାହିଁ। ଘରଠାରୁ ଆରମ୍ଭ ହେବ। ତେଣୁ ଘରେ ବାହାରେ ସ୍କୁଲରେ କୌଣସି ବି ସ୍ଥାନରେ ଆମ ଦ୍ୱାରା କୌଣସି ଯଦି ବିଶୃଙ୍ଖଳା ନ ହୁଏ ତାହେଲେ ତାହା ଆମର ଜାତୀୟବୋଧ ହିସାବରେ ତାକୁ ଗଣନା କରାଯିବ। କାରଣ ଆଜି ଛାତ୍ର ସମାଜ ବହୁତ ବିଶୃଙ୍ଖଳିତ। ତେଣୁ ଯେହେତୁ ତୁମେ ଆଗାମୀ କାଲିର ନାଗରିକ ହେବ, ତେଣୁ ଛାତ୍ର ଜୀବନରୁ ତୁମେ ଏହି ଶୃଙ୍ଖଳା ଜ୍ଞାନ ଶିକ୍ଷା କର ଏବଂ ନିଜକୁ ଜଣେ ଶୃଙ୍ଖଳିତ ଛାତ୍ର ଭାବରେ ଗଢ଼ି ତୋଳିବାରେ ନିଜକୁ ନିଜେ ସଜାଗ ହୁଅ। ଦ୍ୱିତୀୟ କଥା, ଆମେ ଆମର ପୂର୍ବ ବକ୍ତାମାନେ ବହୁତ ଗୁଡ଼ିଏ ତାମାନେ ମହାପୁରୁଷଙ୍କର ବାବଦରେ କହିଗଲେ। ତେଣୁ ଆଜି ଦିନଟି ଆମେ ଯେଉଁ 47 ମସିହାରୁ ସ୍ୱାଧୀନ ହେଇଛୁ, ସେଇ ଦିନଠାରୁ ଯେଉଁ ମହାପୁରୁଷମାନଙ୍କର ଦ୍ୱାରା ଆଜି ଭାରତବର୍ଷ ସ୍ୱାଧୀନ, ସେମାନଙ୍କର କିପରି ଚରିତ୍ର ଥିଲା, ସେମାନେ ଦେଶ ମାତୃକା ପାଇଁ ନିଜ ଜୀବନକୁ କିପରି ବଳିଦାନ ଦେଇଛନ୍ତି, ସେହି ବଳିଦାନରେ ଆମେ ସେହି ମହାପୁରୁଷମାନଙ୍କର ଜୀବନୀ, ସେହି ମହାପୁରୁଷମାନଙ୍କର କାହାଣୀରେ ଆମେ ପଢ଼ିବା ଏବଂ ନିଜକୁ ସେମିତି ଭାବରେ ଗଢ଼ି ତୋଳିବା ପାଇଁ ଚେଷ୍ଟା କରିବା। ଆଉ 1% ବି ଯଦି କିଏ ଜଣେ ବାହାରିଲା ଏତେ ଛାତ୍ରଛାତ୍ରୀମାନଙ୍କ ଭିତରେ ଗୋଟେ ମହାତ୍ମା ଗାନ୍ଧୀ ବା ଗୋଟେ ସୁଭାଷ ବୋଷ, ତାହା ଆମ ଏଇ ଜନ୍ମମାଟି ପ୍ରତି ବହୁତ ବଡ଼ ଆମର ଗୋଟେ ଶ୍ରଦ୍ଧାଞ୍ଜଳି ହେବ ସେଇ ମହାପୁରୁଷମାନଙ୍କ ପାଇଁ। ତେଣୁ ଆମେ ମହାପୁରୁଷମାନଙ୍କର ଜୀବନୀ ପଢ଼ିବା ଗୋଟେ ଅଭ୍ୟାସ କରିବା। ଦ୍ୱିତୀୟ କଥା, ଜଣେ ଶୃଙ୍ଖଳିତ ଛାତ୍ର ହେବା
ମହାପୁରୁଷମାନଙ୍କ ଜୀବନୀ ପଢ଼ି ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ହେଉଛି ଦ୍ୱିତୀୟ କଥା। ତୃତୀୟ କଥା ହେଲା ଯେ ଆମେ ସେ ଭାରତବର୍ଷ ପାଇଁ ହଉ କି ଓଡ଼ିଶା ପାଇଁ ହଉ ପ୍ରଥମେ ଆମେ ନିଜ ଗାଁ ପ୍ରତି ନିଜ ସ୍କୁଲ ପ୍ରତି ଆମେ ଆମର ମା ଭଳିଆ ତାମାନେ ସମ୍ମାନ ଦେଖାଇବା। ଆମେ ନିଜ ସ୍କୁଲକୁ ନିଜ ଘରକୁ ନିଜ ଗାଁକୁ ନିଜ ରାସ୍ତାଘାଟକୁ ନିଜ ବନ୍ଧ ପୋଖରୀକୁ ଯଦି ଆମ ଦ୍ୱାରା ଯାହା ହେଉଛି ଜିନିଷ ହେଇଯିବ। ତେଣୁ ମୁଁ ଆଉ ଭାଷଣକୁ ବେଶୀ ଲମ୍ବାଉନି, ଏହା ଭାଷଣ ଦେବାର ଗୋଟେ ଷ୍ଟେଜ୍ ନୁହଁ। ତେଣୁ ଆମ ସ୍କୁଲରେ ସବୁ ବର୍ଷ ଏହା ପାଳିତ ହୁଏ ଏବଂ ଏ ବର୍ଷ ମଧ୍ୟ ପାଳିତ ହେଇଛି। ତେଣୁ ଏ ଶୁଭ ଅବସରରେ ସ୍କୁଲ ପ୍ରତିଷ୍ଠାତା ଅନ୍ତର୍ଯାମୀ ମିଶ୍ର ମହୋଦୟ ସେ ଆଜି ନାହାନ୍ତି ଆମ ଗହଣରେ, କିନ୍ତୁ ତାଙ୍କର ଜ୍ୟେଷ୍ଠ ପୁତ୍ର ଦିଲ୍ଲୀପ କୁମାର ମିଶ୍ର ଅଛନ୍ତି ଏଠି। ତେଣୁ ତାଙ୍କ ଦ୍ୱାରା এই ଅନ୍ତର୍ଯାମୀ ମେମୋରିଆଲ କପ୍ ଗୋଟେ ସବୁ ବର୍ଷ ଦିଆହେଇ ଆସୁଛି। ତେଣୁ ଏ ବର୍ଷ ଆମ ବର୍ଷା ମେହେର ଆମ ଦଶମ ଶ୍ରେଣୀ ଆମ ଗତ ବର୍ଷ ଆମ ଦଶମ ଶ୍ରେଣୀ ପରୀକ୍ଷାରେ ଶ୍ରେଷ୍ଠ କୃତିତ୍ୱ ହାସଲ କରିଛନ୍ତି। ତେଣୁ ସେହି ପୁରସ୍କାର ଦିଆଯିବ। ତାପରେ ଆମ ପୂର୍ବତନ ସଭାପତି ଶ୍ରୀଯୁକ୍ତ ଭରତ ମହୋଦୟ ମଧ୍ୟ ସେ ଜଣେ ଶିକ୍ଷାପ୍ରେମୀ। ଛାତ୍ରଛାତ୍ରୀମାନଙ୍କ ଭିତରେ ତା ପାଇଁ ବି ଗୋଟେ ପୁରସ୍କାର ରାଶି ଗତ ବର୍ଷ ଏହି ଜାତୀୟ ପତାକା ଦଳ ଘୋଷଣା କରିଥିଲେ। ତେଣୁ ସେ ବର୍ଷା ମେହେର ମଧ୍ୟ 78% ବାହାର ରଖି ଏ ବର୍ଷ ଯେହେତୁ 75ରୁ କ୍ରସ୍ କରିଛି ସେ ଆଉ ଗୋଟେ ପୁରସ୍କାର ପୁଣି ପାଇବ। ତେଣୁ ଏହିସବୁ ଅବସରରେ ମୁଁ ଏହି ପୁରସ୍କାର ଦେବା ପାଇଁ ବର୍ଷା ମେହେର ଅଛନ୍ତି। ତେଣୁ ବର୍ଷା ମେହେରକୁ ମୁଁ ଅନୁରୋଧ କରୁଛି ସେ ଷ୍ଟେଜକୁ ଆସି ଆମ ଅନ୍ତର୍ଯାମୀ ମେମୋରିଆଲ କପ୍ ପୁରସ୍କାରଟି ଶ୍ରୀଯୁକ୍ତ ଦିଲ୍ଲୀପ କୁମାର ମିଶ୍ରଙ୍କ କରକମଳରେ ଗ୍ରହଣ କରିବେ। ସବୁ ଛାତ୍ରଛାତ୍ରୀମାନଙ୍କୁ ଅନୁରୋଧ। तो 75% এই ବର୍ଷ ମଧ୍ୟ ଯେଉଁ ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନେ ଅଛ 55 ଜଣ ପିଲା ଅଛ, ଆମେ ସେମାନଙ୍କୁ ଆଉ ଟିକେ ଉତ୍ସାହିତ କରୁଛୁ ଯେ ଆମର ପୂର୍ବତନ ସଭାପତି ଶ୍ରୀଯୁକ୍ତ ଭରତ ବାବୁକୁ ଆସନ୍ତା ଅଗଷ୍ଟ 15-26 ମସିହାରେ 5, 7, 8ଟା ଏନ୍ତା ପ୍ରାଇଜ୍ ଦେବାକୁ ପଡ଼ୁଥାଉ। ତେଣୁ ଗଣରେ ଜଣେ ଅଛନ୍ ଆଗ ବର୍ଷ 5, 7ଟା ପ୍ରାଇଜ୍ ଯେନ୍ତା ହେବା हे प्रकार तुम चेष्टा कर 10 श्रेणी वाले आओ आज जातीय पताका एटा हमर सब बड़ महाप्रभु है इधर तो शपथ कर स्थानु पढ़ा परिवेश टे आनी करी तुम केन प्रकार माने आनी पारबो 75% ऊपर आय टार्गेट रखी करी जो। तेणु फिर थोड़े निवेदन कर भरत बाबू को पूर्वतन सभापति भरत बाबू से भी जेनटा भावीचन एटा गोटे बहुत बड़ चिंताधारा है। एंता चिंताधारा रे आमे जदि उद्बुद्ध हमा निश्चय हमर सिंपली गाँ बहुत आगे जीवा। तेणु ये प्रेसटा भी हमर वर्षा के दिया जीवा। तुम्हें भी जनता प्राइज पाइब प्रथम न 10म श्रेणी तक समस्त को मैं अनुरोध करूँ जे ये प्रकार मनोभाव को तुम्हें आज दिन ठान पोषण कर लगे प्राइज ऊपर प्राइज शेषके हमको गाड़ी मोटर धरिक आवाक पड़वा प्राइज नेबार लगे लगुचे बोले देख आमर केनता तो मैंने शिक्षार गोटे वातावरण तुमको मानकर तुम मन पछाड़े ऊपर अच्छा देख आम तो आगे मैंने छाड़ किंतु तार बाहर भी केते तो मैंने आमर इटा गंगाधर मेहर सेवा ट्रस्ट आनुकूल्य आमर बंधर जी फास्ट डिग्री आसीचन सिंगपाली जी फास्ट डिग्री आसीचन 8म श्रेणी से 2 लोक तथा आमर सिंगपाली उच्च विद्यालय 9-10 के जी फास्ट से 3टा प्राइज आम व्यवस्था करें। गंगाधर मेहर तमाने आमर करते
से स्थिति हितरे तो आउ बढ़िया सुंदर हितता आम टिके जोगाजोगर अभाव है बोधे देखमा आगामी आके इधर गोटे अलग व्यवस्था करमा तेणु आम सिंहपाली उच्च विद्यालय नवम श्रेणी छात्र श्रीयुक्त अनंत मेहर 10ମ ଶ୍ରେଣୀ के जाइछन फास्ट होकर तेणु मुई अनंत बाबू के सॉरी हेमंत बाबू के बलराम बाबू कर्ण प्राइजटा ग्रहण करबे आ बाकी मैंने समस्त उत्साहित करबे नवम रु 10ମ श्रेणी के फास्ट ताली हो काजल वंश से 8ମ फास्ट होकर आसीचन स्कूल रु आम स्कूल पढ़ुचन काजल वेरी गुड ये बंदर फास्ट छुआ ताली जो अन्य आम उत्साहित करूँ तेना एक प्रकार का प्रतियोगिता हो भितर तापरे आम सिंहपाली 8ମ श्रेणी में प्रथम होकर जेन छात्रटा आसीचन से किए नुहे से हूँ सचिन राणा बाबू के आस आओ फिर आगामी वर्ष पे एंता प्राइज नाला लगे निजके नहीं जाए साजी हो सचिन राणा जहाँ भी हो सब छात्र छात्री मान को बहुत धन्यवाद गाँ के जेनता जासु तुम ट्रुप मान को तुम रेडी कर आओ आम जीवार व्यवस्था करमा आओ लाइन धर
स्वाधीनता दिवस उपलक्षे आम अनुष्ठान सभापति समस्त सदस्य तथा जातीय पताका समवेत होता समस्त छात्र छात्री समस्त स्कूल हाईस्कूल शिक्षार्थी तथा ग्रामर आम वृद्ध समस्त को आज शुभ दिन शुभेच्छा ज्ञापन
ପ୍ରଥମ ସ୍ଥାନ ହାସଲ କରିଥିବା ପିଲାମାନଙ୍କ ପାଇଁ ପୁରସ୍କାର ଦେବାର ତେଣୁ ସେ ପିଲାମାନେ ଟିକେ ନିଜକୁ ପ୍ରସ୍ତୁତ କରିନେବେ। ପ୍ରଥମରୁ ଦ୍ୱିତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ସୋନା ମିଶ୍ର ଦ୍ୱିତୀୟ ଶ୍ରେଣୀରେ ପୁରସ୍କାର ଅଧିକାର କରିବା Dance done.